ଶ୍ରୋତାବନ୍ଧୁ ନମସ୍କାର। ସ୍ୱାଗତ ଆପଣମାନଙ୍କୁ ଆଜିର ନାରୀମହଲ କାର୍ଯ୍ୟକ୍ରମକୁ। ଶ୍ରୋତାବନ୍ଧୁ, କଥାରେ ଅଛି ସ୍ୱାସ୍ଥ୍ୟ ହିଁ ସମ୍ପଦ। କଥାଟି ଏକଦମ ସତ। କାରଣ ଯେତେ ଧନ ସମ୍ପତ୍ତି ଥାଉ ପଛେ ଯଦି ଆପଣଙ୍କର ସ୍ୱାସ୍ଥ୍ୟ ଭଲ ନାହିଁ, ତେବେ ସେ ଧନ ସମ୍ପତ୍ତିର ମୂଲ୍ୟ କିଛି ନାହିଁ। କିନ୍ତୁ ଆଜିକାଲି ଦେଖାଯାଉଛି ଯେ ପ୍ରାୟ ଅଧିକାଂଶ ଲୋକ ଉତ୍ତମ ସ୍ୱାସ୍ଥ୍ୟ କାହାକୁ କୁହାଯାଏ ଏବଂ ଆମେ ଉତ୍ତମ ସ୍ୱାସ୍ଥ୍ୟ ରକ୍ଷା ପାଇଁ କ'ଣ କରିବା ଉଚିତ ସେ ସମ୍ପର୍କରେ ଅଜ୍ଞ କହିଲେ ଚଳେ। ଆସନ୍ତୁ ଏହି କ୍ରମରେ ଆଜି ଆମେ ଆମ ରାଜ୍ୟର ଜଣେ ବରିଷ୍ଠ ଚିକିତ୍ସକ ଡାକ୍ତର ଶ୍ରୀକାନ୍ତ ପଣ୍ଡାଙ୍କୁ ଭେଟି ତାଙ୍କଠାରୁ ଉତ୍ତମ ସ୍ୱାସ୍ଥ୍ୟର ରହସ୍ୟ ସମ୍ପର୍କରେ ଜାଣିବା। ଡାକ୍ତର ପଣ୍ଡା, ଆପଣଙ୍କୁ ଆମର ଆଜିର କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ନମସ୍କାର। ନମସ୍କାର। ପ୍ରଥମେ ଆପଣ କୁହନ୍ତୁ ଯେ ସ୍ୱାସ୍ଥ୍ୟ କହିଲେ ସାଧାରଣତଃ କ'ଣ ବୁଝାଏ? ସ୍ୱାସ୍ଥ୍ୟ କହିଲେ ଆପଣ ଯାହା ବୁଝନ୍ତି ମୁଁ ତାକୁ ଟିକେ ଅଲଗା ବୁଝେ। ଆପଣ ବୁଝୁଥିବେ ମୋଟା ଦେଖାଯାଉଥିବ ଆଉ ସମସ୍ତେ କହୁଥିବେ ବେଶ ଭଲ ଚେହେରା, ଏଇଟାକୁ ସ୍ୱାଭାବିକ ଭାବରେ ସ୍ୱାସ୍ଥ୍ୟ ବୋଲି ଆପଣ ବୁଝୁଛନ୍ତି। କିନ୍ତୁ ପ୍ରକୃତରେ ସ୍ୱାସ୍ଥ୍ୟର ଯଦି ଆମେ ସଂଜ୍ଞା ଦେଖିବା, ଇଂଲିଶରେ ତାକୁ କହୁଛନ୍ତି ଇଟ୍ ସୁଡ୍ ବି ଫିଜିକାଲ, ମେଣ୍ଟାଲ, ସ୍ପିରିଚୁଆଲ, ସୋସିଆଲ, ଇକୋନୋମିକାଲ ଆଉ ପଲିଟିକାଲ ବି ଯୋଡ଼ିବେ। ଆମ ଦେହଟା ଗୋଟେ ମେସିନ, ଯାହାକୁ କହନ୍ତି ଶରୀର। ସେ ଶରୀରରେ ପ୍ରାଣ ବୋଲି ଗୋଟେ ଜିନିଷ ଅଛି। ଆଜି ପର୍ଯ୍ୟନ୍ତ କେହି ବାହାର କରିପାରିନାହାନ୍ତି ସେ ପ୍ରାଣ କିଏ, କ'ଣ ସେ ଜିନିଷ। ଯୋଉ ଶରୀର ରହିଲା, ଏଇ ଶରୀରଟା କେତେବେଳେ ରୋଗ ବିହୀନ ହବ ନା ଆମ ଦେଖିବାରେ ତା ଅଙ୍ଗ ପ୍ରତ୍ୟଙ୍ଗ ଚାଲୁଛି, କଥା ଠିକ କହୁଛି, ଦୌଡ଼ା ଦୌଡ଼ି କରୁଛି, ଖାଉଛି ପିଉଛି, ହସୁଛି ବୁଲୁଛି, ସବୁ ଠିକ। କିନ୍ତୁ ଏତିକି ଆମକୁ ଦେଖାଯାଉଛି। ଆଉ ଯୋଉଟା ଦେଖାଯାଉନି ମାନସିକ, ତା ମନ ଭିତରେ କ'ଣ ଚାଲିଛି, ତାକୁ ରାତିରେ ନିଦ ହଉଛି ନା ନାହିଁ, ସେ କେତେ ଦୁଶ୍ଚିନ୍ତାରେ ଅଛି, ଏସବୁ ଜିନିଷ ମାନସିକ କହୁଛୁ। ଆଉ ପାରିପାର୍ଶ୍ୱିକ ସାମାଜିକ ଲୋକଙ୍କ ସହିତ ସେ କେମିତି ଚଳୁଛି, ତାର ପରିବେଶ ସହିତ କେତେ ସମ୍ପର୍କ, ସିଏ ଗୋଟେ ଦିଗ। ତେଣୁ ଆମେ ଦେଖିଲୁ ଶାରୀରିକ ଭାବରେ, ମାନସିକ ଭାବରେ, ପରିବେଶ ଭାବରେ, ଆଉ ତାର ଆର୍ଥିକ ବ୍ୟବସ୍ଥା କ'ଣ, ସେ କେତେ କଷ୍ଟରେ ଚଳୁଛି। ଆଉ ଗୋଟେ ଯୋଡ଼ି ଦେଇଛନ୍ତି ବଡ଼ କଥା ଆପଣଙ୍କୁ କହୁଛି, ଆଧ୍ୟାତ୍ମିକ। ମାନେ ଆପଣ ଆଧ୍ୟାତ୍ମିକ ଜଗତରେ କେତେ ବାଟ ଯାଇଛନ୍ତି, ଆଉ ଆପଣଙ୍କର ସେ ଦିଗରେ କେତେ ଚାଷ। ସ୍ଥିର ମଣିଷ ପାଇଁ ଏଇ ସବୁ ଜିନିଷ ଆଜ୍ଞା ଦରକାର। ତେଣୁ ଗୋଟେ ଧାଡ଼ିରେ ମୁଁ ଆପଣଙ୍କୁ କହିଦେବି, ଆପଣ ଯୋଉ ପଚାରିଲେ ସ୍ୱାସ୍ଥ୍ୟ କ'ଣ, ସ୍ୱାସ୍ଥ୍ୟ ହେଲା ଲୋକଟା ଏ ସବୁ ଦିଗରୁ, ଶାରୀରିକ, ମାନସିକ, ଆଧ୍ୟାତ୍ମିକ ସବୁ ଦିଗରୁ ସ୍ଥିର ହେଇକି ଲୋକଟା ଥିବ, ତେବେ ଯାଇକି ଆମେ ତାକୁ କହିବା ଗୋଟେ ସ୍ୱାସ୍ଥ୍ୟବାନ ବ୍ୟକ୍ତି। ସ୍ୱାସ୍ଥ୍ୟର ସଂଜ୍ଞା କ'ଣ ସେ ବିଷୟରେ ଆପଣ ବେଶ ଭଲ ଭାବରେ ବୁଝିଦେଲେ। ତେବେ ଆଜି ଆମର ଯୋଉ ଆଲୋଚନାର ବିଷୟ ରହିଛି ଉତ୍ତମ ସ୍ୱାସ୍ଥ୍ୟ। ଏ ଯୋଉ ଉତ୍ତମ ସ୍ୱାସ୍ଥ୍ୟ କହିଲେ ଆମେ କ'ଣ ବୁଝିବା? ଉତ୍ତମ ସ୍ୱାସ୍ଥ୍ୟ ଗୋଟେ ଗାଡ଼ି କିଣିଛନ୍ତି, ଗାଡ଼ିଟା ପ୍ରଥମେ ଯେତେବେଳେ କିଣୁଛନ୍ତି ଗୋଟେ କମ୍ପାନୀରୁ, ତାର ଯାହା ଯାହା ମିନିମମ୍ ଦରକାର ସେ କମ୍ପାନୀ ଦେଉଛି। ଯଦି ଗୋଟେ ସ୍କୁଟରଟେ କିଣିଥିବେ, ତାପରେ ଆପଣ ଗୋଟେ ସିଟ୍ କଭର ଲଗେଇବେ, ବ୍ରେକ୍ରେ ଗ୍ରିପ୍ଟେ ଲଗେଇବେ, ପଛରେ ଗୋଟେ ମଡଗାର୍ଡ ଲଗେଇବେ, ଆଉ ଟିକେ ଚକଚକିଆ ଦେଖାଯିବା ପାଇଁ ତାକୁ ପଲିସ ଭଲ କରିବେ। ଉତ୍ତମ ଗାଡ଼ି ହେଇଗଲା ସେଟା। ପ୍ରଥମେ ଗାଡ଼ିଟା କିଣା ହେଇଥିଲା କମ୍ପାନୀରୁ, ସେ ଚାଲିବ। କିନ୍ତୁ ଉତ୍ତମ କେତେବେଳେ ହବ ନା ଆମେ ସବୁ ବିଭାଗର ଯେ ଯତ୍ନ ନେବୁ। କେମିତି ଯତ୍ନ ନେବୁ? ଶରୀରର କେମିତି ଯତ୍ନ ନେବା, ମନର କେମିତି ଯତ୍ନ ନେବା, ଆଧ୍ୟାତ୍ମିକ ଜଗତ ବିଷୟରେ କେତେ ସମୟ ଦେବା, ଇଏ ସବୁ ଯଦି ଆମେ ଯୋଡ଼ି ଯୋଡ଼ି ଗଲୁ, ଆମ ସ୍ୱାସ୍ଥ୍ୟଟା ଉତ୍ତମ ସ୍ୱାସ୍ଥ୍ୟ ହେଇକି ରହିବ। ଯୋଉମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନେ କେମିତି ତାଙ୍କ ଶରୀରର ଭଲ ଭାବରେ ଯତ୍ନ ନେବେ ସେ ସମ୍ପର୍କରେ କହିଦିଅନ୍ତୁ। ଶରୀର ମାନେ ସବୁକୁ ନେଇକି ଶରୀର। ଖାଲି ଆମ ଆଖିରେ ପଡ଼ିଯାଉଛି ତାର ହାର୍ଟ ଆଟାକ୍ ହେଇଗଲା, ତାର ମୁଣ୍ଡ ଖରାପ, ତା ହାତ ଥରୁଛି, ଏଇ କେତେ ଗୁଡ଼ା ଜିନିଷ ଆମ ଆଖି ଆଗକୁ ଆସୁଛି। ତେଣୁ ବିଭିନ୍ନ ଡିପାର୍ଟମେଣ୍ଟ ପାଇଁ ବିଭିନ୍ନ ରକମ ସ୍ୱାସ୍ଥ୍ୟ ସଚେତନତା ଆଜି ପ୍ରାୟ ଉଣାଧିକ ସମସ୍ତେ ଜାଣିଲେଣି। ଯଦି ଆପଣ କହିବେ ମୁଖ୍ୟ ଜିନିଷ ଯାହା ଆମେ ପାଟିକି ନେଉଛୁ ବା ନାକପୁଡ଼ାକୁ ନେଉଛୁ, ପରିବେଶ ଠିକ ଥିଲେ ନାକପୁଡ଼ାକୁ ଠିକ ପବନଟା ଯିବ। ଆଉ ଖାଦ୍ୟ ବା ପାନୀୟ ଯେତିକି ଆମ ପେଟ ଭିତରକୁ ଯାଉଛି, ସିଏ ଯଦି ଠିକ ଅଛି, ଠିକ ସମୟରେ ଆପଣ ଖାଉଛନ୍ତି, ତାହେଲେ ସ୍ୱାସ୍ଥ୍ୟଟା ଠିକ ରହିବ। ତେଣୁ ସ୍ୱାସ୍ଥ୍ୟର ଯତ୍ନ ଗୋଟେ ବିରାଟ ପ୍ରଶ୍ନ। ପ୍ରତି ମୁହୂର୍ତ୍ତରେ ଆମେ ଆମ ଶରୀରର ଯତ୍ନ ନେବା ଉଚିତ। ତେଣୁ ଦି ଭାଗ ତାକୁ କରିଦେଇଛନ୍ତି। ଗୋଟେ ହେଲା ନିତ୍ୟ ନୈମିତ କର୍ମ, ସକାଳେ ଉଠିକି ଦାନ୍ତ ଘଷିବା ପାଖରୁ ପୁଣି ରାତିରେ ଦାନ୍ତ ଘଷିବା ପର୍ଯ୍ୟନ୍ତ କେଉଁ କେଉଁ ଷ୍ଟେଜ୍ ଦେଇ ଗଲେ ଆମେ ଗୋଟେ ଶରୀରଟାକୁ ରଖିପାରିବା ଠିକ ବାଟରେ। କେତେ ପାଣି ପିଇବା, କେଉଁ ଖାଦ୍ୟ ଖାଇବା, ତାର ଭାଗ ମାପ କେତେ, ସୁଷମ ଖାଦ୍ୟ ଯେଉଁ ଆପଣ କହୁଛନ୍ତି। ତେଣୁ ମୁଖ୍ୟତଃ ଖାଦ୍ୟ, ପାନୀୟ, ଚିନ୍ତାଧାରା ଆଉ ପରିବେଶ, ଏଇ 4-5ଟା ଦିଗକୁ ଆମେ ଯଦି ସଜାଡ଼ିକି ରଖିପାରିବା ବା ସନ୍ତୁଳିତ କରି ରଖିପାରିବା, ତାହେଲେ ଆମ ଦେହଟା ଠିକ ଯେମିତି ଭଲ
ରାସ୍ତାରେ ଗାଡ଼ିଟା ଚାଲେ ସେମିତି ଚାଲିବ। ଜଣେ ବ୍ୟକ୍ତି ସୁସ୍ଥ ରହିବା ପାଇଁ କି ତାଙ୍କ ଜୀବନଶୈଳୀ କେମିତି ହେବା ଉଚିତ? ଅତି ସାଧାରଣ କଥା, ପୁରୁଣା ନୂଆ ଭିତରେ ବର୍ତ୍ତମାନ ତ ଲଢ଼େଇ ଚାଲିଛି। ଆଗରୁ ଯାହା ସବୁ ଆମର ଅଭ୍ୟାସ ଥିଲା, ଏବେ ଆପଣ ଚାହିଁଲେ ବି ତାକୁ ଆଉ ଚଳେଇ ପାରିବେନି। କିଛିଟା ବ୍ୟତିକ୍ରମ ହେଲାଣି, ଆଉ ସେ ବ୍ୟତିକ୍ରମକୁ ଆପଣଙ୍କୁ ଗ୍ରହଣ କରିବାକୁ ପଡ଼ିବ। ଗୋଟେ ସ୍କୁଲ ଯାଇଥିଲି, ସେଠି ପଚାରିଲି, ବାବା କହିଲ କେତେଜଣ ତମେ ଦାନ୍ତ କାଠି ଘଷିଛ? କେହି ହାତ ଟେକିଲେନି। କ'ଣ ଆମ ସମୟରେ ଏ କଥା ଥିଲା? ବ୍ରସ୍ କେଉଁଠି, ପେଷ୍ଟ କେଉଁଠି? କିଛି ନଥିଲା। ମୋ କହିବା କଥା, ଯେଉଁ ସମୟରେ ଆପଣ ଜନ୍ମ ହେଇଛନ୍ତି ସେ ସମୟରେ ପରିବେଶ ଯାହା ଅଛି ତା ସହିତ ଆପଣଙ୍କୁ ଖାପ ଖୁଆଇକି ଚଳିବାକୁ ପଡ଼ିବ। ଆମର ଖାଲି କେଉଁଟେ ଅଭାବ ରହିଛି ନା କମ୍ ବେଶୀ ହେଇଯାଉଛି କେଉଁଠି, କିମ୍ବା କେଉଁଟାକୁ ଆମେ ପ୍ରାଧାନ୍ୟ ଦେବା କଥା ଆମେ ନ ଦେଇ ଯେଉଁଟାକୁ ପ୍ରାଧାନ୍ୟ ଦେବା କଥା ନୁହେଁ ସେଠି ଦେଉଛୁ। ଆଗରୁ ରେଡ଼ିଓରେ କାମ ଚଳିଯାଉଥିଲା, ବର୍ତ୍ତମାନ ଆପଣ ୟୁଟ୍ୟୁବ୍ ନ ଖୋଲିଲେ ଚଳିପାରୁନାହାନ୍ତି। ତେଣୁ ଏଇଠି କ'ଣ ବାଲାନ୍ସ ଦରକାର। ମୋର ଏତିକି ସମୟ ଅଛି, ଏଇ ଏତିକି ସମୟ ଭିତରେ ମୁଁ କେମିତି ତାକୁ ଖର୍ଚ୍ଚ କରିବି ସେଇଟା ନିଜେ ଡିସାଇଡ଼୍ କରିବେ। ତେଣୁ ଗୋଟେ ଫିକ୍ସଡ୍ ରୁଲ୍ ନାହିଁ, ଏଇଆ କରିବାକୁ ପଡ଼ିବ ସକାଳୁ ଉଠି ଶୋଇବା ପର୍ଯ୍ୟନ୍ତ। ସେତେବେଳେ ଆମର ବାହାରେ ସବୁ ଚାକିରି କରୁନଥିଲେ, ବାହାରେ ପାଠ ପଢ଼ୁନଥିଲେ। ବର୍ତ୍ତମାନ ବାହାରେ ଯିଏ ରହୁଛନ୍ତି ତାଙ୍କର ରାତି ହେଲେ ଆମର ଦିନ, ଆମର ଦିନ ହେଲେ ତାଙ୍କର ରାତି। ତେଣୁ ସେ ଯଦି ଫୋନ୍ଟା କଲା, ଆପଣ ସେତେବେଳେ ବିଛଣାକୁ ଯାଉଛନ୍ତି, ଆପଣ ବିରକ୍ତ ଲାଗୁଥିବ, କିନ୍ତୁ ନିଜ ପୁଅ ନିଜ ଝିଅ ଫୋନ୍ଟା ଇଚ୍ଛା ନଥିଲେ ବି ଧରୁଛନ୍ତି। କିନ୍ତୁ ସେଠି ଆପଣଙ୍କ ସିଷ୍ଟମରେ ଗୋଳମାଳ ହେଲା ନା ନାହିଁ। ତେଣୁ କେତେଗୁଡ଼ା ନୂଆ ଜିନିଷ ଆସୁଛି, ତାହା ସତ୍ତ୍ୱେ ବି ଆମେ ଆଡ଼ଜଷ୍ଟ କଲେ ଆମେ ବି ତିଷ୍ଠି ପାରିବା। ପ୍ରକୃତିର ନିୟମକୁ ମାନିକି ଚାଲିବେ। ମୁଁ ଏଇଟା ଆପଣଙ୍କୁ ଅତି ଆଗ୍ରହର ସହିତ କହୁଛି, ଆମେ ପ୍ରକୃତି ବିରୁଦ୍ଧରେ ଯିବା ନାହିଁ। ସୂର୍ଯ୍ୟ ଉଉଁଛନ୍ତି, ଆମେ ସୂର୍ଯ୍ୟ ଉଇଁବା ପୂର୍ବରୁ ବିଛଣା ତ୍ୟାଗ କରିବା। ପକ୍ଷୀ କାକଳି ଶବ୍ଦ ଯେତେବେଳେ ହେଉଛି, ଲୋକଟା ଆକ୍ଟିଭନେସ୍ ସେଇଠୁ ଆରମ୍ଭ ହେଉଛି। ତାପରେ ନିତ୍ୟକର୍ମ, ଦାନ୍ତ ଘଷୁ କି ଜିଭ ଛେଲୁ, ପରିଷ୍କାର ପରିଚ୍ଛନ୍ନ ହଉ, ଝାଡ଼ା ଯାଉ, ଏ ସବୁଦିନ ରହିଛି। ଆମେ ସକାଳୁ ଉଠିବା, ସକାଳୁ ଉଠିଲା ପରେ ସୂର୍ଯ୍ୟ ନମସ୍କାରଟେ ହେବା। এই ସୂର୍ଯ୍ୟ ନମସ୍କାରର ବୈଜ୍ଞାନିକ କାରଣ ଏବେ ବି ବାହାର କଲେଣି। ହୋଲ୍ ବଡି ସେଥିରେ ଆକ୍ଟିଭେଟ୍ ହେଇଯାଏ। ସୂର୍ଯ୍ୟ ନମସ୍କାର ମାନେ ସୂର୍ଯ୍ୟଙ୍କୁ ନମସ୍କାର ତ ହେବା, ସୂର୍ଯ୍ୟ ନମସ୍କାରଟା ହେବା, ଯେଉଁଟା 12ଟା ପଦ୍ଧତି ଅଛି, ବା ଅନ୍ୟ କୌଣସି ଯୋଗ ପ୍ରାଣାୟାମ କରିବା। କିଛି କରିପାରୁନାହାନ୍ତି, ବାଡ଼ିରେ ବୁଲିବେ, ବଗିଚାରେ ବୁଲିବେ। ବଗିଚା ବାଡ଼ି ନାହିଁ, ରାସ୍ତା ତ ଅଛି, ରାସ୍ତାରେ ବାଡ଼ି ଖଣ୍ଡେ ଧରିକି କିଛି ବାଟ ଚାଲିବେ। ଯଦି ନିଜର ବଗିଚା ଅଛି, ନିଜ ବଗିଚାରେ ବୁଲିବେ। ପ୍ରାତଃ ଭ୍ରମଣର ଉପକାରିତା ବର୍ତ୍ତମାନ ବହିପତ୍ର ଲେଖାଗଲାଣି, କିନ୍ତୁ ବର୍ତ୍ତମାନ ଗୋଟେ ଜିନିଷର ଅଭାବ ପଡ଼ୁଛି। ବହୁତ ଲୋକ ଚାକିରି ବାକିରି କଲେଣି, ପାଠଶାଠ ପଢ଼ିଲେଣି, ଶାରୀରିକ ଶ୍ରମଟା କମିଯାଉଛି। ତେଣୁ ତାକୁ ଯୋଗ କୁହନ୍ତୁ କି ବ୍ୟାୟାମ କୁହନ୍ତୁ, ଶାରୀରିକ ଶକ୍ତିକୁ କାୟମ ରଖିବା ପାଇଁ ଘଣ୍ଟାଏ ବା 45 ମିନିଟ୍ ଆମେ ଶ୍ରମ ଦେବା ଦରକାର। ସେ ଶ୍ରମ ଆଗରୁ ବାଡ଼ି ହାଣୁଥିଲେ, ବାଡ଼ିରେ ପାଣି ଦେଉଥିଲେ, ଏବେ ତ ସବୁ ଘରଦ୍ୱାର ସବୁ ମାଡ଼ିକି କରୁଛନ୍ତି, ଆଉ ଜାଗା ନାହିଁ, ସେ କଥା କିଛି ନାହିଁ। ବର୍ତ୍ତମାନ ନିଜ ଘରେ କେମିତି ଇନଡୋର୍ ଏକ୍ସରସାଇଜ୍ ଯେଉଁଟା କୁହାହେଉଛି ବା ଯୋଗ କୁହାହେଉଛି, ସେଇଟା ଉପରେ ପ୍ରାଧାନ୍ୟ ଦିଆଗଲାଣି। ଘର ଭିତରେ ଆମେ ଯୋଗ ଅଧଘଣ୍ଟେ ଘଣ୍ଟେ କରିପାରିବା, ଯାହାଦ୍ୱାରା ସବୁ ସିଷ୍ଟମ୍ ଆକ୍ଟିଭେଟ୍ ହେବ। ତେଣୁ ଯୋଗ କରିବା, ପ୍ରାଣାୟାମ କରିବା, ଠିକ୍ ସମୟରେ ଦାନ୍ତ ଘଷିବା, ଗାଧେଇବା, ଖାଇବାଟା କ'ଣ ହେବ ସେଇଟା ଆପଣ ନିରାମିଷ କି ଆମିଷ, କେତେ କ'ଣ କେଉଁଟାକୁ ଭଲ ପାଉଛନ୍ତି, ଖାଦ୍ୟ କିଏ ତିଆରି କରୁଛି ଆପଣଙ୍କ ଘରେ, ଖାଦ୍ୟ ସାମଗ୍ରୀ କେଉଁଠୁ ଆସୁଛି, ବଜାରରୁ କିଣା ହେଉଛି ନା ବାଡ଼ିରେ ହେଉଛି, ଇଏ ବହୁତ ପ୍ରଶ୍ନ ଆଜ୍ଞା ତା ଭିତରେ ଅଛି। ତେବେ ଚେଷ୍ଟା କରିବେ, ପ୍ରକୃତି ଦତ୍ତ ଜିନିଷ, ବିବର୍ତ୍ତନ ବାବଦରେ ମାଙ୍କଡ଼ଠୁ ଜନ୍ମ ହେଇଛୁ। ମାଙ୍କଡ଼ର ଖାଦ୍ୟ ଆମର ଖାଦ୍ୟ। ଆମ ଦାନ୍ତ ଏମିତି ଯେ ମାଛ ମାଂସ ବେଶୀ ଖାଇବା କଥା ନୁହେଁ ବୋଲି ବୈଜ୍ଞାନିକମାନେ ଏବେ କହିଲେଣି ଯେ ଆମ ଦାନ୍ତ ମାଂସାହାରୀ ଦାନ୍ତ ନୁହେଁ। ତେଣୁ ଆମକୁ ସତେ ଯେପରି କୁହାହେଇଛି, ଆମେ ବେଶୀ ଗୁରୁତ୍ୱ ଦେବା କଥା ଶାକାହାରୀ ଭୋଜନ ଉପରେ। ତେଣୁ ଶାକାହାରୀ ଭୋଜନ, ଭଲ ତେଲ ଟିକେ ହେଇଥିବ, ଭଲ କ୍ଷୀର ଟିକେ ଆପଣ ପିଉଥିବେ। ଖାଦ୍ୟରେ ଏଇ ସନ୍ତୁଳିତ ଆହାରଟାକୁ ବେଶୀ ନଜର ଦେବା ଦରକାର। ଖାଦ୍ୟ ପରେ ଆସିଲା ବିଶ୍ରାମ। କେତେ ସମୟ ଆପଣ ବିଶ୍ରାମ ଦିନରେ ନେବାକୁ ସୁଯୋଗ ଅଛି କି ନାହିଁ, ରାତିରେ କେତେ ସମୟ ଶୋଉଛନ୍ତି। ଆପଣ ଦେଖିଲେ ମୋର ଏଇଟା ମୋଟରସାଇକେଲ, ମୋ ମୋଟରସାଇକେଲ କେମିତି ଠିକ୍ ରହିବ, ମୋ ମୋଟରସାଇକେଲ 1 ଲିଟରରେ ଏତିକି ସମୟ ଯାଏ, ମୁଁ ଜାଣିଛି। ସେଇ ଅନୁସାରେ ତେଲ ପକେଇକି ରଖିଥିବି। କେଉଁଠି ତେଲ ପକେଇଲେ ସେଟା ଠିକ୍ ସେତିକି ସେ ମାଇଲେଜ ଦେବ, ଅପମିଶ୍ରଣ ତେଲ ଯେମିତି ଆସିବନି। ଯେମିତି ଆଜ୍ଞା ଗୋଟେ ଗାଡ଼ିକି ଆପଣ ଯତ୍ନ ନେଉଛନ୍ତି, ସେମିତି ଏ ଶରୀରଟା, ଏ ଶରୀରଟାର ଗୋଟେ ଫିକ୍ସ କିଛି ଜିନିଷ ନାହିଁ। ଆପଣଙ୍କ ଦେହ ଅନୁସାରେ, ଆପଣଙ୍କର କାର୍ଯ୍ୟଶୈଳୀ ଅନୁସାରେ ଆପଣ ନିଜେ ଖସଡ଼ା ତିଆରି କରିଦେବେ। ମୁଁ ଆଜି ଦିନଟା କେମିତି କାଟିବି, ଏଇଟାକୁ ଆଜ୍ଞା କୁହାହେଉଛି ଦିନଚର୍ଯ୍ୟା। ଆପଣ ଆଉ ଗୋଟେ କଥା ଦେଖୁଥିବେ ଯେ ପୂର୍ବରୁ ବସନ୍ତ, ହଇଜା, ଏସବୁ ଯେଉଁ ସଂକ୍ରାମକ ରୋଗ ସବୁ ଥିଲା, ବହୁତ ଲୋକ ଏଥିରେ ଆକ୍ରାନ୍ତ ହେଉଥିଲେ, ପ୍ରାଣ ତ୍ୟାଗ କରୁଥିଲେ। ଗୋଟେ ଗୋଟେ ଅଞ୍ଚଳ ପୁରା ଜନଶୂନ୍ୟ ହେଇଯାଉଥିଲା। କିନ୍ତୁ ଆମର ବିଜ୍ଞାନ ଅଗ୍ରଗତି କଲା, ବିଭିନ୍ନ ଟୀକା ବାହାରିଲା, ଲୋକ ସଚେତନ ହେଲେ, ତେଣୁ ସେ ସବୁ ରୋଗ ପୁରା ବିଲୋପ ହେଇଗଲା ଧରାପୃଷ୍ଠରୁ। ଆପଣ ଦେଖୁଥିବେ ଯେ ଆଜିକାଲି ବହୁତ ଲୋକ ଅଣସଂକ୍ରାମକ ରୋଗ ହେଲା, ହୃଦରୋଗ ହେଲା, ମାନସିକ ରୋଗ ହେଲା, ମଧୁମେହ ରୋଗ ହେଲା, କର୍କଟ ରୋଗ ହେଲା, ଏସବୁ ରୋଗରେ ଆକ୍ରାନ୍ତ ହେଉଛନ୍ତି, ଯୋଉଟାକି ଆମେ ଦୁରାରୋଗ୍ୟ ବୋଲି ବର୍ତ୍ତମାନ ବି କହୁଛୁ। ଲୋକମାନେ ସଚେତନ ହେଲା ପରେ ବି ଏସବୁ ରୋଗର ପ୍ରାଦୁର୍ଭାବ କାହିଁକି ବଢ଼ି ବଢ଼ି ଯାଉଛି? ପ୍ରାଦୁର୍ଭାବ ଏଇ ଦୃଷ୍ଟିରୁ ବଢ଼ୁଛି, ଆମର ଜୀବନ ଶୈଳୀ ଏଇଟା ପ୍ରତିଦିନ ଚେଞ୍ଜ ହେଉଛି।
ଆଗରୁ ଘରୁ ନେଇକି ଯାଉଥିଲି ସେଠି ଖାଉଥିଲି। ଏବେ ନା କିଏ ଏତେ କରୁଛି ସକାଳେ ସେଇଠି କିଣିକି ଖାଇଦେବି। ଆପଣ ଯଦି ଦିନ ଧରି ମାସ ଧରି ଖାଇଲେ ଖାଇବା ରୋଗଟା ସୃଷ୍ଟି ହେଲା। ଯେତେବେଳେ ଚାହୁଁଛନ୍ତି ଖାଇବା ପାଇଁ ମିଳୁନି ଆପଣଙ୍କୁ। ଷ୍ଟ୍ରେସ୍ ଫ୍ୟାକ୍ଟର ଗୋଟେ ହେଲା। ସମସ୍ତେ କହୁଛନ୍ତି ହୋଟେଲରେ ଖାଇଲେ ପେଟ ରୋଗ ହୁଏ। ମୁଁ ତ ଏତେ ଦିନ ଖାଇଲିଣି ଆଜି ତ ସେମିତି ପେଟଟା ଲାଗୁଛି। ଭିତରେ ସମସ୍ତଙ୍କର ଷ୍ଟ୍ରେସ୍ଟା ବଢ଼ିଛି, କମ୍ପାରିଜନ୍ ବଢ଼ିଛି। ମଣିଷ ଯେତେବେଳେ ହ୍ୟୁମାନ୍ ବିଇଂ, ତାର ଗୋଟେ ବିଚାର ଶକ୍ତି ଅଛି ବା ତା ଭିତରେ ଗୋଟେ ଆନାଲିସିସ୍ ଚାଲିଛି। ଏଗୁଡ଼ା କିଛି ରୋଗ ନୁହେଁ, କିନ୍ତୁ ଇଏ ବଢ଼ି ଯାଉଛି। ଆଗରୁ ଏତେ କଥା ନଥିଲା। ଆପଣ ଛୋଟିଆ କଥାଟା ଦେଖୁନାହାନ୍ତି, ଇଲେକ୍ଟ୍ରିକ୍ ବଲ୍ବଟେ ଜଳୁଛି, ସାରା ଘରଟା ଆଲୁଅ। ତେଣୁ ଆପଣଙ୍କ ଚାରିଆଡ଼କୁ ଆଖିଟା ଯିବ। ସେଇଠି ଆମ ବେଳେ ଲଣ୍ଠନଟେ ଜାଳୁଥିଲେ। ଲଣ୍ଠନର ପରିଧି କେତେ? ଘର ଅନ୍ଧାର ଚାରିଆଡ଼େ, କେବଳ ଲଣ୍ଠନ ଯୋଉଠି ସେଇଠି ବହିଟା ଥିଲା। ତେଣୁ ମନଟା କୋଉଠି ଲାଗୁଥିଲା? ବହିରେ ଲାଗୁଥିଲା। ଏବେ ବହି ସାଙ୍ଗକୁ ସେଠି କ'ଣ ହେଲାଣି, ଏଠି କ'ଣ ହେଲାଣି, କାରଣ ସାରା ଘରଟା ଆଲୋକିତ ହେଇଯାଇଛି। ବିଜ୍ଞାନ ବଢ଼ିଛି, କିନ୍ତୁ ତାର ବି କୁପ୍ରଭାବ ପଡ଼ୁଛି। ମୁଁ ଆପଣଙ୍କୁ କହିବା କଥା ଯେ ଡାଇବେଟିସ୍ କୁହନ୍ତୁ, ମାନସିକ ରୋଗ କୁହନ୍ତୁ, ମେନ୍ ହେଲା ଷ୍ଟ୍ରେସ୍। ଆଉ ସେଇ ଷ୍ଟ୍ରେସ୍ରେ ଆମ ବେଳେ ଆମେ ପଢ଼ିଥିଲୁ 57 ବର୍ଷ ଜଣେ ବଞ୍ଚିବ। ଏବେ ସେଟା 57 ନୁହେଁ, 75 ନୁହେଁ, ଆହୁରି ଅଧିକା ହେଲାଣି। ସେ ଯେଉଁ ଅଧିକା ଦିନ ମଣିଷଟା ବଞ୍ଚିଲା, ତାର ଭରଣ ପୋଷଣ କରିବା ପାଇଁ ପିଲାମାନେ ବି ଆଉ ଘରେ ନାହାନ୍ତି, ବାହାରକୁ ସବୁ ଚାକିରି ବାକିରି କଲେଣି। ତେଣୁ ତାଙ୍କ ମନରେ ଗୋଟେ ବିଷାଦଗ୍ରସ୍ତ ଆସୁଛି। ମୁଁ ଏତେ କଷ୍ଟ କରିକି ଛୁଆ ପିଲାଙ୍କୁ ମଣିଷ କରିଥିଲି, ମୋ ବେଳକୁ କେହି ନାହାନ୍ତି, ମୋତେ କେହି ପଚାରୁନାହାନ୍ତି। ଏଇ ଯେଉଁ ଅବସାଦ ତା ମନରେ ଆରମ୍ଭ ହେଲା, ଏଇଟାରୁ ବିଭିନ୍ନ ରୋଗ ସୃଷ୍ଟି ହେଲା। କନଷ୍ଟିପେସନ୍ ହେଉଛି, ପ୍ରୋଷ୍ଟେଟ୍ ବଢ଼ୁଛି, ଅନିଦ୍ରା ରୋଗ ରହୁଛି। ତେଣୁ ଇଏ ଯେଉଁ ରୋଗକୁ ଆମେ ସବୁ କିଣିଲୁ, ଏସବୁ ନଥିଲା। ଏବେ ଯଦି ମଣିଷର ମାନସିକ ଭାରସାମ୍ୟ ଜଣେ ହରେଇଲା, ସେ ଯେକୌଣସି ରୋଗରେ ପୀଡ଼ିତ ହେଇପାରେ। ମୋ ମା 82 ବର୍ଷରେ ଗଲା, କିନ୍ତୁ ସିଏ ଶେଷ ପର୍ଯ୍ୟନ୍ତ ରୋଷେଇ କରୁଥିଲା। ଆମେ ଏଇନା ଚାହିଁଲେ ହେବ କି? ଆମେ ଏଇନା ଯାଇ ଘରେ ପହଞ୍ଚିଲା ବେଳକୁ ଅନଲାଇନ୍ ମଗାଇ ଦେଉଛୁ। ସେଗୁଡ଼ାକ ଆମ ଦେହ ପାଇଁ ଫିଟ୍ ହେଲେ ସିନା ହେବ। ତେଣୁ ଆପଣ ଖାଲି ରୋଗଟାକୁ ଦେଖିକି ଭୟ କରିଯାଉଛନ୍ତି, ଏତେ ରୋଗ କାହିଁକି ହେଉଛି? ଭୟର କାରଣ ଆମେ ନିଜେ। ନନ୍ କମ୍ୟୁନିକେବଲ୍ ଡିଜିଜ୍ ବର୍ତ୍ତମାନ ବେଶୀ ହେଲାଣି। ଚିନ୍ତା ଚିତା ସମ ଦହିଲା ରାମ ଭାଳିଲେ ବସି। ମାନେ ଚିନ୍ତାଗ୍ରସ୍ତ ଯେଉଁ ଲୋକ ହେଉଛି, ତା ଯୋଗୁଁ ଆଜ୍ଞା ବହୁତ ରୋଗ ହେଉଛି। ତାକୁ ଆପଣ ମାନସିକ ରୋଗ ଆଖ୍ୟା ଦେଇପାରନ୍ତି ବା ଯେକୌଣସି ଗୋଟେ ରୋଗ ଆଖ୍ୟା ଦେଇପାରନ୍ତି, କିନ୍ତୁ ତାର ମୂଳ କାରଣ ଚିନ୍ତା, ଷ୍ଟ୍ରେସ୍। ତାହେଲେ ଆପଣ କ'ଣ କହିବାକୁ ଚାହିଁବେ, ଏଇ ରୋଗରୁ ଆମେ କେମିତି ମୁକ୍ତ ରହିପାରିବା? ମୁଁ କିଛି ବଡ଼ କଥା କହୁନି। ଯେତିକି ଦିନ ବଞ୍ଚିବା, ପରିବେଶ ସହିତ, ପ୍ରକୃତି ସହିତ ଖାପ ଖୁଆଇ ନିଜର କାର୍ଯ୍ୟଶୈଳୀ ଯେତେଟା ସହଜ ସରଳ ହେବ, ଆଉ ଅନ୍ୟମାନଙ୍କ ସହିତ ସୁସମ୍ପର୍କ ସ୍ଥାପନ କରିକି ଗୋଟେ ଭଲ ନିଦଟେ କେମିତି ହେବ ରାତିକି। ଖାଇବା ଗଣ୍ଡେ ଯାହାର ଯେମିତି ସାମର୍ଥ୍ୟ ଅଛି, ସେଟା ସରଳ ହେଇଥିବ, ସୁଷମ ହେଇଥିବ। ଘରୁ ବାହାରିଲେ ହସି ପଦେ କଥା କହୁଥିବା, ପରିବେଶଟା ଠିକ୍ ଥିବ। ଗୋଟେ ସନ୍ଧ୍ୟାବେଳେ ମନ୍ଦିରରେ ଘଣ୍ଟା ବାଜୁଥିବ, ମନରେ ଗୋଟେ ଆଧ୍ୟାତ୍ମିକ ଚେତନା ସ୍ୱତଃପ୍ରବୃତ୍ତ ଭାବରେ ଶୋଇଲା ବେଳକୁ ଆମେ ଯେମିତି ଜଗନ୍ନାଥକୁ ନମ କରିକି ଶୋଉଛୁ। ଏସବୁ ଜିନିଷ ଗୋଟେ ମଣିଷଟା ଫ୍ରି। ଗାଡ଼ି ଯେତେବେଳେ ଫ୍ରି ଚାଲିଥିବ, ଆପଣ ଏନ୍ଜୟ କରିବେ, ମୋ ଗାଡ଼ି ଠିକ୍ ଚାଲିଛି। ତେଣୁ ଏ ଶରୀରରୂପ ଗାଡ଼ିକୁ ଯଦି ଆମେ ତାର ଯତ୍ନ ନେଇକରି ତାକୁ ପରମାତ୍ମାଙ୍କ ପାଖରେ ସମର୍ପଣ କରିକି ନିର୍ମଳ ଭାବରେ, ଯାହା କୁହନ୍ତି କୌଣସି ପ୍ରକାର ପ୍ରେସର ନ ଦେବା, ମୁଁ ଭାବୁଛି ସେଇଟାକୁ ଉତ୍ତମ ସ୍ୱାସ୍ଥ୍ୟ ମୋର ଅଛି ବୋଲି ମୁଁ ଭାବୁଛି। ଡାକ୍ତର ପଣ୍ଡା, ଜଣେ ବ୍ୟକ୍ତିଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୌଥ ପରିବାରର କିଛି ଭୂମିକା ରହିଛି କି? ଆଗରୁ ଗୋଟେ ଜିନିଷ ଆମେ ଦେଖିଛୁ, ଗୋଟେ ପରିବାର ଥିଲା, ସେ ପରିବାରରେ ବାପା, ଦାଦା, ଭାଇ ସବୁ ଥିଲେ। ତାতে କେତେ ଆନନ୍ଦ ଥିଲା। ଜଣେ ନ ଖାଇଲେ ଆଉ ଜଣେ ଖାଉନଥିଲା। ସମସ୍ତେ ଖୁସିରେ ଖାଇବେ, ଏକ ଜାଗାରେ ଖାଇବେ, ସେ ସବୁ ଥିଲା। କାହା ହାତରେ ସମୟ ନାହିଁ, ନିଜ କଥା ନିଜେ। ଘର କବାଟ କିଳିକି ଏସି ଦେଇକି ଆମେ ସବୁ ବସିଛୁ। ପୁଣି ସେ ଘର ଭିତରେ ବି 2 ଜଣ 3 ଜଣ ଲୋକ ଥିଲେ ବି ଇଏ ଗୋଟେ ମୋବାଇଲ, ସେ ଗୋଟେ ମୋବାଇଲ, ସମସ୍ତେ ବର୍ତ୍ତମାନ ନିଜ କଥାରେ ବ୍ୟସ୍ତ ଅଛନ୍ତି। ତେଣୁ ଯୌଥ ପରିବାର ବା ଯେଉଁ ଥିଲା ଆମର ବଡ଼ ପରିବାର, ସେଥିରୁ କେତେ ଲାଭ ମିଳୁଥିଲା। ଆର୍ଥିକ ହିସାବରେ ଗୋଟେ ବୋଝ ଥିଲା ପରିବାର ଯେ ମୁଖ୍ୟ ଥିଲେ, ସେ କଥା ଠିକ୍। କିନ୍ତୁ ଏଇ ସାମାଜିକ ବର୍ତ୍ତମାନ ଯେଉଁ ପରିବର୍ତ୍ତନ ଆସିଛି, ଏ ପରିବର୍ତ୍ତନ ଭିତରେ ନିଜ ଭିତରେ ଆଉ ଶିଖିବାକୁ କିଛି ମିଳୁନି। ଗୋଟେ ପିଲାଟେ ଗୋଟେ ବିପଦ ସମୟ ଆସିଲା, କେମିତି ତାକୁ ସେ ଖାପ ଖୁଆଇକି ଚଳେଇବ, ସେଇଟା ସେ ପରିବାରରୁ ଶିଖି ଯାଉଥିଲା। ନିଜ ପରିବାର ବୋଲି ଆଉ କିଛି ନାହିଁ। ତଥାପି ଆତ୍ମୀୟତା, ସୌହାର୍ଦ୍ଦ୍ୟତା, ସ୍ନେହ ଶ୍ରଦ୍ଧା, ଇଏ ଯୁଗେ ଯୁଗେ ଆର ମହତ୍ତ୍ୱ ଅଛି। ଯେ ଯେତିକି ପାଇଛି ସେ ସେତିକି ତାକୁ ଉପଭୋଗ କରୁଛି। ଘର ବୋଲି ଆମେ ଯେଉଁଟାକୁ କହୁଥିଲୁ ଆଗରୁ, ଘର ଜଣେ ମୁରବୀ ଥିଲେ। ମୁରବୀ ଅର୍ଥ ତା ହାତରେ ପଇସା ଥିଲା। ମୋର ମନେ ପଡ଼ୁଛି, ଆମ ଘରେ 5 ପଇସା ଯଦି ଖର୍ଚ୍ଚ ହେବ, ବାପା ସେଟା ଦେବେ। ଦେଲେ ଆମେ ତାକୁ ଖର୍ଚ୍ଚ କରିବୁ। ଖର୍ଚ୍ଚ କର, ସବୁ ହେବ, କିନ୍ତୁ ବାପାଙ୍କ ଅନୁମତିରେ। ବାପା କ'ଣ କହୁଛନ୍ତି। ପାରିବାରିକ ଶୃଙ୍ଖଳା ଆଜି ଆଜ୍ଞା ନାହିଁ, କାରଣ ସମସ୍ତେ ଉଣାଧିକ ରୋଜଗାରକ୍ଷମ ହେଲେଣି। ତେଣୁ କେହି କାହାକୁ ମାନିବା ଷ୍ଟେଜ୍ରେ ନାହାନ୍ତି। ତେଣୁ ଜଣଙ୍କର ଯେତେବେଳେ ଗୋଟେ ବିପଦ ଆସୁଛି, ବରଂ ବିଷାଦଗ୍ରସ୍ତ ହେଉଛି, ଆଉ 5 ଜଣ ସାମ୍ନାରେ ସେ କଥା ଆଲୋଚନା ବି କରୁନି। ଆଲୋଚନା କଲେ ବି ତମେ ରୋଜଗାର କରୁଛ, ତମେ ବୁଝ, ଏକଥା ବି ଘରେ କଥାବାର୍ତ୍ତା ହେଉଛନ୍ତି। ତେଣୁ ଗୋଟେ ଅସ୍ଥିର ଅବସ୍ଥାରେ ଆମେ ବର୍ତ୍ତମାନ ଅଛୁ, ଯେଉଁଟା ଆଗରୁ ନଥିଲା। ଏଇ ଅସ୍ଥିରତା ଭିତରେ ଯେ ସ୍ଥିରତା ବଜାଇ ରଖିପାରିଲା, ସେ ହିଁ ଉତ୍ତମ ସ୍ୱାସ୍ଥ୍ୟର ଅଧିକାରୀ।
ଆପଣ ଏଇ ସୁସ୍ଥ ରହିବା ପାଇଁ ସୁଷମ ଖାଦ୍ୟ ଉପରେ ବେଶ ଗୁରୁତ୍ୱ ଦେଉଛନ୍ତି। ସୁଷମ ଖାଦ୍ୟ କହିଲେ ଆମେ କ'ଣ ବୁଝିବା? ଓଡ଼ିଆରେ ଯେଉଁ କହନ୍ତି ଏତେ ଖାଉଛି ତା ଦେହ ଲାଗୁନି, ଅର୍ଥ ଯେତିକି ଖାଦ୍ୟ ଆମର ଯେଉଁ ଅଛି 6ଟା ଖାଦ୍ୟ, କାର୍ବୋହାଇଡ୍ରେଟ୍, ଫ୍ୟାଟ୍, ପ୍ରୋଟିନ୍, ମିନେରାଲ, ଭିଟାମିନ୍, ୱାଟର, ଓଡ଼ିଆରେ ପୁଷ୍ଟିସାର, ଶ୍ୱେତସାର, ସ୍ନେହସାର, ପାଣି, ଭିଟାମିନ୍ ଆଉ ଲବଣ, ଇଏ ସବୁର ଗୋଟେ ଭାଗ ମାପ ଅଛି, କେଉଁଥିରୁ କେତେ ଆସିବ। ଯେମିତି ଆମେ ଆଳୁ ଗୋଟେ ପୋଡ଼ିଦେଲୁ, ସେଥିରେ ଆଳୁ ଜଡ଼େ ବଡ଼ଟା ଦେଖାହେଉଛି, ସେତିକି ତ ଲୁଣ ପକଉନି, ଟିକିଏ ଲୁଣ ପକଉ, ଠୋପେ ତେଲ ପକଉ, ପିଆଜ ଟିକେ କାଟିକି ପକଉ, ସେଇଟା ଗୋଟେ ଭଲ ଆଳୁ ଭର୍ତ୍ତା ହେଲା, ତାକୁ କହିଲେ ଆମେ ଆଳୁ ଭର୍ତ୍ତାଟା ବଢ଼ିଆ ହେଇଛି। ସେମିତି ସୁଷମ ଖାଦ୍ୟ ବୋଇଲେ ତେଲ ଯେତେ, ପ୍ରୋଟିନ୍ ଯେତେ, କାର୍ବୋହାଇଡ୍ରେଟ୍ ଯେତେ, ଏସବୁ ଭାଗ ମାପ ଅଛି। କିନ୍ତୁ ସବୁ ଭିତରେ ଗୋଟେ ଭାଗ ମାପ ହେଇକି ଥିଲେ ସବୁ ଜିନିଷ ଥିବ ଯେମିତି, ସେଇଟା ଯଦି ଆମେ ପ୍ରତିଦିନ ଖୁସି ମନରେ ଗ୍ରହଣ କରିବା, ପରିବେଶଟା ଗୋଟେ ଉତ୍ସାହପୂର୍ବକ ପରିସ୍ଥିତି, ସେଇଥିରେ ଯଦି ଆମେ ଖାଇବା ପିଇବା କଲେ ରୋଗ ଡରିବ ପୁରା। ରୋଗ କୋଉଠି ପଶିବ ତା ଭିତରେ? ମାନସିକ ରୋଗ ପ୍ରଶ୍ନ ନାହିଁ ଯଦି ଆମର ପରିବାରରେ ସମସ୍ତେ ମିଳିମିଶି ରହୁଛୁ, ବା ଚାକିରି କ୍ଷେତ୍ରରେ କୁହନ୍ତୁ, କାର୍ଯ୍ୟକ୍ଷେତ୍ରରେ କୁହନ୍ତୁ, ସମସ୍ତଙ୍କ ଭିତରେ ଗୋଟେ ସଦ୍ଭାବ ହଉନି, ସେଥିପାଇଁ କଷ୍ଟ ପାଉଛୁ, ଭୋଗୁଛୁ। ତେଣୁ ସୁଷମ ଖାଦ୍ୟ ବୋଇଲେ ଅତି କମରେ ମୁଁ ଏତିକି କହିବି, ଯେଉଁ ଖାଦ୍ୟ ଦେହରେ ଯାଉଛି, ଯେତେ ପରିମାଣରେ ଯାଉଛି, ଯେତେ ଥର ଆମେ ଖାଇକି ତାକୁ ହଜମ କରିପାରୁଛୁ, ସେଇଟା ଆପଣଙ୍କ ପାଇଁ ସୁଷମ ଖାଦ୍ୟ। ଏକଦମ ଗୋଟେ ନାହିଁ ଏଇ ଖାଦ୍ୟଟା ସୁଷମ ଖାଦ୍ୟ, ସେଇଟା ତା ପାଇଁ ସୁଷମ ହେଲା, ମୋ ପାଇଁ ଅସୁବିଧା ହେଇପାରେ। ମୁଁ ତେଲ ହଜମ କରିପାରୁନି, କିନ୍ତୁ ସେ ଜୁଆନ ପିଲାଟା ତେଲ ହଜମ କରିପାରୁଛି, ତା ପାଇଁ କାହିଁକି ସେଟା କ୍ଷତି ହେବ? ବହିରେ ସିନା ଆମେ ଗୋଟେ ଚିଠା କରିଦେବା, କାର୍ବୋହାଇଡ୍ରେଟ୍ ଏତେ, ପ୍ରୋଟିନ୍ ଏତେ, ଏସବୁ କଥା କରିପାରିବା ଯେ, କିନ୍ତୁ ସେ ଜିନିଷଟା କୋଉଠୁ ଆସୁଛି? ସବୁଥିରେ ତ ସାର ଭର୍ତ୍ତି, ସବୁଥିରେ ତ ବିଷ ଭର୍ତ୍ତି। ତା ଭିତରେ ଚେଷ୍ଟା କରିବେ ଯେତିକି ପ୍ରାକୃତିକ ହିସାବରେ, ସଜନା ଛୁଇଁଟେ କେତେ ଉପକାରୀ ଜିନିଷ, ଆଉ ସେଥିରେ ସାର ନଦେଲେ ବି ହେଉଛି। କଦଳୀଟେ, ଅମୃତଭଣ୍ଡାଟେ, ଯେଉଁ ମାଟି ଆଳୁ, ଯେଉଁ ଜିନିଷଟା ଯେତେ ପ୍ରାକୃତିକ, ଗୋଟେ ଶବ୍ଦରେ ମୁଁ କହିବି, ଯେତେ ପ୍ରକୃତିର ଆମେ ନିକଟତର ହେବା, ଏସବୁ ଜିନିଷକୁ ଆମେ ଯେତେ ଦୂରେଇ ଦେବା, ତା ଜାଗାରେ ଏଇସବୁ ଆସିଯିବ ଜଙ୍କ ଫୁଡ୍। ଆଗରୁ ଆମେ ଚୁଡ଼ା ଭଜା ଖାଉଥିଲେ, ସକାଳେ ମୁଢ଼ି ଖାଉଥିଲେ, ଖଇ ଖାଉଥିଲେ, ଉଖୁଡ଼ା ଖାଉଥିଲେ, ଏବେ ପିଜା, ବର୍ଜର, ଏଇ ଯେଉଁ ସବୁ ନୂଆ ନୂଆ ନା ପାଶ୍ଚାତ୍ୟ ଦେଶରେ ତାଙ୍କର ଜଳବାୟୁ ନେଇକରି ତାଙ୍କୁ ହୁଏତ ପୋଷଉଛି, ଆମର ଏଗୁଡ଼ାକ ଦରକାର ନାହିଁ। ଖାଲି ଦରକାର ନାହିଁ ନୁହେଁ, ରୋଗ ବି ସୃଷ୍ଟି କରୁଛି। ତଥାପି ଆମେ ତାକୁ, ଜିଭ ଲାଳସା, ତେଣୁ କଥାରେ କହନ୍ତି ଜିଭଟାକୁ ଯଦି କଣ୍ଟ୍ରୋଲ କରିବା, ଠିକ୍ ଖାଦ୍ୟଟାକୁ ଆମେ ଖାଇପାରିବା। ଜିଭଟାକୁ କଣ୍ଟ୍ରୋଲ କରିପାରିବା, କିଛି ଅକଥା ପାଟିରୁ ବାହାରିବନି, ମାନସିକ ବିଷାଦ ବଢ଼ିବନି। ତେଣୁ ପାଟିରୁ ପଦେ କଥା ବାହାରିଲେ ତାକୁ ସମ୍ଭାଳିବା ପାଇଁ ଯେମିତି ମିଟିଂ ପର୍ଯ୍ୟନ୍ତ କଥା ଯାଉଛି, ସେମିତି ଆମେ ଜିଭ କଣ୍ଟ୍ରୋଲ କରିକି ଯଦି ଥରେ ପେଟ କଥା ଚିନ୍ତା କରିବା, ସୁଷମ ଖାଦ୍ୟ ଯାହା ପ୍ରାକୃତିକ ଉତ୍ପାଦରେ ଆମର ମିଳୁଛି, ପୋଖରୁ ଜାଲ ପକେଇକି ମାଛଟେ ଖାଇଲେ, ତେଣୁ ଆମେ ନିଜେ ବିବେଚନା କରିବା ଯେ ଆମେ କେତେ ପ୍ରକୃତିର ନିକଟତମ ହେଇକି ରହିଛୁ। ଯେତେ ନିକଟତମ ହେବା, ସ୍ୱାସ୍ଥ୍ୟ ସେତେ ଠିକ୍ ରହିବ, ସେତେ ଉତ୍ତମ ସ୍ୱାସ୍ଥ୍ୟର ଆମେ ଅଧିକାରୀ ହେବା। এই କଥା ଆଲୋଚନା କଲାବେଳେ ଆମକୁ ଆଉ ଗୋଟେ କଥା ମନକୁ ଆସେ, ଆଜିକାଲି ସରକାର ବହୁତ ପ୍ରାଧାନ୍ୟ ଦେଉଛନ୍ତି ମିଲେଟ୍କୁ। ବହୁତ ଭଲ କଥା ଆଜ୍ଞା। ପ୍ରାୟ ଆଦିବାସୀ ସମ୍ପ୍ରଦାୟ ଲୋକ ଏଇଟାରେ ସୀମିତ ହେଇକି ରହିଥିଲେ। ଏଇ ପାଳୁଅ ସର୍ବତ କୁହନ୍ତୁ କି ମାଣ୍ଡିଆ ଯାଉ କୁହନ୍ତୁ, ଆମେ ଭାବୁଥିଲୁ ଯେ ଏଇଟା ତାଙ୍କ ଖାଦ୍ୟ। ପ୍ରକୃତରେ ସେଇଆ ନୁହେଁ। ସେମାନେ କେତେ ହୃଷ୍ଟପୁଷ୍ଟ, ତାଙ୍କର ଶକ୍ତି ଅଧିକ ଆମ ଅପେକ୍ଷା। କାହିଁକି ନା ଏଇ ଖାଦ୍ୟରୁ ଏବେ ହୁଏତ ବଜାର ସହରକୁ ଏ ଜିନିଷ ଉପରେ ବେଶୀ ଗୁରୁତ୍ୱ ଦିଆଗଲାଣି। ମାଣ୍ଡିଆ ଜନିତ ଖାଦ୍ୟ, ମିଲେଟ୍ ଜାତୀୟ ଖାଦ୍ୟ ପ୍ରସ୍ତୁତି ହେଲାଣି, ସେଗୁଡ଼ାକ ଆମ ଶରୀର ପାଇଁ ଭଲ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ କ'ଣ ଖାଇବା ଭଲ, ସେ କଥା ତ ଆପଣ କହିଲେ। ତେବେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଜଣେ ବ୍ୟକ୍ତି କ'ଣ ନ ଖାଇବା ଉଚିତ, ସେ ସମ୍ପର୍କରେ କୁହନ୍ତୁ। ମଦ, ବିଡ଼ି, ଗଞ୍ଜେଇ, ବିଭିନ୍ନ ରକମ ନିଶା ଦ୍ରବ୍ୟ, ତାକୁ ତ ଘର ଭିତରେ ଯଦି ବାପା ଖାଇଲା, ତାହେଲେ ଛୁଆ ଦେଖିବେ। ଛୁଆ ଦେଖିଲା ପରେ ପ୍ରଥମେ ତ ଲୁଚେଇ ଖାଇବେ, ତାପରେ ପରେ ଜବରଦସ୍ତି ଖାଇବେ, ପଇସା ଚୋରି କରି ଖାଇବେ। ତେଣୁ ନ ଖାଇବା ଜିନିଷକୁ ବି ଆମେ ଧ୍ୟାନ ଦେବା ଦରକାର। ନହେଲେ ଉତ୍ତମ ସ୍ୱାସ୍ଥ୍ୟ କଥା କେବେ ଆଲୋଚନା ପରିସରକୁ ଆଣିବା କଥା ନୁହେଁ। ନ ଖାଇବା ଜିନିଷ ଅର୍ଥ ବଜାରରେ ଯେଉଁଟା ଲେଖାଯାଉଛି ଇଞ୍ଜୁରିୟସ୍ ଟୁ ହେଲ୍ଥ ଲେଖା ହେଉଛି, ତଥାପି ଲୋକ ତାକୁ ବ୍ୟବହାର କରୁଛନ୍ତି। କିନ୍ତୁ ଯେହେତୁ ଆମେ ପରିବାରରେ ରହୁଛୁ, ପରିବାର ଭିତରେ ଆମକୁ ଆମ ତଳ ପିଢ଼ି ଅନେଇଛନ୍ତି, କ'ଣ ବାପା କଲେ, କ'ଣ ମା କଲେ, କ'ଣ ରୋଷେଇ ହେଲା, କେଉଁଠି ସେ ଯାଉଛନ୍ତି, ସବୁ ସେମାନେ ନଜର ରଖନ୍ତି। ସେଇ ନଜର ଗୁଡ଼ାକ ଯଦି ପଜିଟିଭ ଆସ୍ପେକ୍ଟଟା ହେବ, ତାହେଲେ ସେମାନେ କେତେ ସୁନ୍ଦର ହେବେ। ଯଦି ଜଣେ ବାପା ମା ସତ୍ସଙ୍ଗ ଯାଉଛନ୍ତି ସନ୍ଧ୍ୟାବେଳେ, ପିଲା ବି ପ୍ରାର୍ଥନା କରିବାକୁ ତାଙ୍କୁ ଭଲ ଲାଗିବ। ଏ କଥା ମୁଁ କହିବାର ତାତ୍ପର୍ଯ୍ୟ ହେଲା, ଫ୍ୟାମିଲିର ଗୁରୁଜନ ଯେମିତି ଅନ୍ୟମାନଙ୍କ ଆଗରେ ଆଦର୍ଶ, ତାଙ୍କର ଖାଇବା ପିଇବା, ଚଳଣି, ବ୍ୟବହାର, ଇଏ ସବୁକୁ ଲକ୍ଷ୍ୟ ରଖିଥାନ୍ତି ତାଙ୍କ ତଳ ଲୋକ। ତେଣୁ ଖାଦ୍ୟ ଉତ୍ତମ ସ୍ୱାସ୍ଥ୍ୟର ଇଏ ଗୋଟେ ଅଙ୍ଗ। କେଉଁ ଜିନିଷକୁ ଆମକୁ ବର୍ଜନ କରିବା ଉଚିତ, ସେ ନିଶାଦ୍ରବ୍ୟ ହେଉ କିମ୍ବା ଅଖାଦ୍ୟ ହେଉ କିମ୍ବା ଜଙ୍କ ଫୁଡ୍ ହେଉ, ଏଗୁଡ଼ାକ ଆଜ୍ଞା ଆମ ଜିନିଷ ନୁହେଁ। ତେଣୁ ଆକୁ ବାଦ ଦେବା, ଆଉ ଭର୍ତ୍ତି କରିବା କ'ଣ
ଯେଉଁଗୁଡ଼ାକ ପ୍ରକୃତିଦତ୍ତ ଜିନିଷ ଯେତେଟା ପସିବଲ୍। ଜଙ୍କ ଫୁଡ଼ ଆମ ଶରୀର ପାଇଁ କ୍ଷତିକାରକ। କାହିଁକି କ୍ଷତିକାରକ? ଏଇଥିପାଇଁ କ୍ଷତିକାରକ, ଆମ ଲିଭର ଯାହା ଯାହା ଗ୍ରହଣ କରିପାରିବ ଜଙ୍କ ଫୁଡ଼ରେ ତାଠୁ ଅଲଗା ଜିନିଷ ଅଛି। ଆମ ଲିଭର, ଆମ କିଡ଼ନୀ ଇଏ ଯେତିକି ଲୋଡ୍ ନେଇପାରିବ ସେ ଖାଦ୍ୟ ସେ ନୁହେଁ। ସେ ଖାଦ୍ୟ କ'ଣ ନା ପ୍ରକୃତିରେ ଯାହା ଅଛି। ଯଦି ଜଣେ ଫଳ ଆହାର କରିକି ବଞ୍ଚୁଛି ମାଙ୍କଡ଼ଟା, ଆମେ ସେଇ ବଂଶର ଉଦ୍ଭବ ବୋଲି ଆମେ ଆଗରୁ କହିଛୁ, ତାହେଲେ ସେଇ ପ୍ରକାର ଖାଦ୍ୟ ପାଚକ ଶକ୍ତି ଆମର ଯେତେ କମ୍ ଥାଉ ବି ତାକୁ ହଜମ କରିଦେବ। କିନ୍ତୁ ମାଂସାହାରୀ ଗୋଟେ ଗୁରୁପାକ ଖାଦ୍ୟ ଲିଭର ଖରାପ ହେଉଛି, କିଡ଼ନୀ ଖରାପ ହେଉଛି, ଜଣ୍ଡିସ୍ ହେଉଛି, ଆଉ କିଛି ଦିନ ପରେ ମାନସିକ ରୋଗଗ୍ରସ୍ତ ହୋଇକି ଏତେ ଶୀଘ୍ର ମରୁନାହାନ୍ତି, ଭୋଗିକି ମରିବେ। ତେଣୁ ଆମେ କାହିଁକି ଜଙ୍କ ଫୁଡ଼ଟାକୁ କହିବା ଭଲ ବୋଲି? ହଁ, ଦିନେ ଅଧେ। ଆପଣ ଜଣେ ଶଲ୍ୟ ଚିକିତ୍ସକ, ଆପଣ ଯେତେବେଳେ ଅବସର ସମୟ ପାଆନ୍ତି ସେତେବେଳେ କ'ଣ କରିବାକୁ ଭଲ ପାଆନ୍ତି? ଅନେକ ସମୟରେ ଯେତେବେଳେ ବହୁତ ଭାରାକ୍ରାନ୍ତ ହେଇଥାଏ ଅଫିସ କାମରେ ହଉ ବା ନିଜର ଶାରୀରିକ ଅବସ୍ଥା ହଉ, ମ୍ୟୁଜିକଟା ମୋତେ ଭଲ ଲାଗେ। ମ୍ୟୁଜିକ ମାନେ ସେ ପୁଣି ମ୍ୟୁଜିକର କ୍ଲାସିଫିକେସନ ଅଛି। ଜଙ୍କ ଫୁଡ଼ ଭଳିଆ ଜଙ୍କ ମ୍ୟୁଜିକ ବି ବାହାରିଲାଣି, ସେ ଆମକୁ ଦେହରେ ଯାଉନି, କିନ୍ତୁ ଗୋଟେ ମୁଣ୍ଡ ଥଣ୍ଡା ହେଇଯିବ। ଆଜି ଆପଣ ଆମ ଷ୍ଟୁଡ଼ିଓକୁ ଆସିଛନ୍ତି, ଏହି ଅବସରରେ ଆପଣ କେଉଁ କଣ୍ଠଶିଳ୍ପୀଙ୍କ କଣ୍ଠରୁ ଗୀତଟି ଶୁଣିବାକୁ ଚାହିଁବେ? ନିର୍ମଳା ମିଶ୍ରଙ୍କ ଗୀତ ଶୁଣନ୍ତୁ। ତାହେଲେ ଆସନ୍ତୁ, ବର୍ତ୍ତମାନ ଆପଣଙ୍କ ମନପସନ୍ଦର କଣ୍ଠଶିଳ୍ପୀ ନିର୍ମଳା ମିଶ୍ରଙ୍କ କଣ୍ଠରୁ ଶୁଣିବା ଏକ ଭଜନ।
ଡାକ୍ତର ପଣ୍ଡା, ଆପଣ ତ ଆପଣଙ୍କ ମନପସନ୍ଦର କଣ୍ଠଶିଳ୍ପୀ ନିର୍ମଳା ମିଶ୍ରଙ୍କ କଣ୍ଠରୁ ଭଜନଟିଏ ଶୁଣିଲେ। ବର୍ତ୍ତମାନ ଆସନ୍ତୁ ପୁଣି ଆମେ ଫେରିଯିବା ଆମର ଆଲୋଚନାର ପରିସରକୁ। ଆଜ୍ଞା। ଆମେ ଏଇ ଯେଉଁ ଉତ୍ତମ ସ୍ୱାସ୍ଥ୍ୟ କଥା ଯେଉଁ ଆଲୋଚନା ଆଜି କରୁଛେ, ତାହେଲେ ବର୍ତ୍ତମାନ ଆପଣ ଯେଉଁମାନେ ଆମର ଏ କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନେ କେମିତି ସୁସ୍ଥ ରହିବେ, କେମିତି ତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବେ, ସେ ସମ୍ପର୍କରେ ଆପଣ ସେମାନଙ୍କୁ କ'ଣ କହିବାକୁ ଚାହିଁବେ? ମୁଁ ଆଜ୍ଞା ଆପଣଙ୍କୁ ଅନୁରୋଧ କରୁଛି, ଆପଣ ନିଜକୁ ଭାବନ୍ତୁ ଜଣେ ଲୋକ, ଆଉ ଜଣକୁ ଭାବନ୍ତୁ ସେ ଆଉ ଜଣେ ଲୋକ। ସମସ୍ତଙ୍କର ଜୀବନଶୈଳୀ ସମାନ ନୁହେଁ। ଆପଣଙ୍କର କାର୍ଯ୍ୟ ପରିଧି ଭିତରେ ଆପଣ ନିଜର ଗୋଟେ ଖସଡ଼ା ପ୍ରସ୍ତୁତ କରନ୍ତୁ। ମୁଁ ଯଦି ବାପା, ମୁଁ ସକାଳେ ଉଠିକି ମୁଁ କେମିତି ସମୟଟା କାଟିବି। ମୁଁ ଯଦି ମା, ମୁଁ କେମିତି ସମୟ କାଟିବି। ମୋର ଛୁଆଙ୍କ ପ୍ରତି କର୍ତ୍ତବ୍ୟ କ'ଣ, ମୋର ପରିବାର ପ୍ରତି କର୍ତ୍ତବ୍ୟ କ'ଣ, ଏ ସବୁ ଆଜ୍ଞା ଅଲଗା ଅଲଗା ହେବ। କିନ୍ତୁ ଗୋଟେ ସାଧାରଣ ହିସାବରେ ବା ଯାହା କୁହନ୍ତି କମନ୍, ଯଦି ମୁଁ କହିବି କମନ୍ ଭିତରେ ହେଉଛି ମୁଣ୍ଡ ଥଣ୍ଡା ରହିବ, ଖାଦ୍ୟ ଠିକ୍ ରହିବ, ପରିବେଶ ଠିକ୍ ଥିବ, ସମସ୍ତଙ୍କ ସହିତ ମିଳିମିଶିକି ଚଳୁଥିବେ, ତେବେ ଯାଇକି ଉତ୍ତମ ସ୍ୱାସ୍ଥ୍ୟ କଥା ଆମେ ଚିନ୍ତା କରିପାରିବା। ତେଣୁ ଖାଦ୍ୟ ଉପରେ ଯଦି ଆମେ ଏତେ ଗୁରୁତ୍ୱ ଦେଲୁ, ତେଣୁ ଯିଏମାନେ ଭବିଷ୍ୟତର ପିଢ଼ି, ପର୍ଟିକୁଲାରଲି ଛୋଟ ଛୋଟ ପିଲା, ଟିନ୍ ଏଜ୍ର ପିଲାମାନେ, ସେମାନେ ବହୁତ ଯେଉଁ ଆକର୍ଷଣ ରହୁଛି ଖାଦ୍ୟ ଉପରେ, କେଉଁ ଖାଦ୍ୟ, ସେ ଯେଉଁ ବାହାର ଖାଦ୍ୟ, ଜଙ୍କ ଫୁଡ଼୍ ବୋଲି ଆମେ ଯାହାକୁ କହୁଛୁ, ତାଠୁ ଦୂରେଇବ। ସେ କେତେବେଳେ ଘରେ ବଢ଼ିଆ ଖାନା ହେଇଥିବ, ପେଟ ପୂରେଇକି ସେ ଯାଇଥିବ, ରେଗୁଲାର ସେ ଆଉ ଜଙ୍କ ଫୁଡ଼୍ ଖାଇବନି। ତେଣୁ ମାଆମାନଙ୍କର କର୍ତ୍ତବ୍ୟ ଅଛି ଛୁଆଙ୍କୁ କେତେ ପୁଷ୍ଟିକାରକ, କେତେ ସ୍ୱାଦଯୁକ୍ତ ଖାଦ୍ୟ ଘରେ ତିଆରି କରି ପରିଶିବ, ଆଉ ସେଇଟାକୁ ଛୁଆ ଖୁସିରେ ଖାଇଗଲେ ତାକୁ ଆଉ ବାହାରେ ଖାଇବାକୁ ଇଚ୍ଛା ହେବନି। ସେଇଟା ବି ଗୋଟେ ବଡ଼ ଜିନିଷ ମାଆମାନଙ୍କର। ସେଇଟା ଗୋଟେ ଆତ୍ମୀୟତା ଥାଏ, ସେଇ ଘନିଷ୍ଠତା ବଢ଼େ ଖାଇବା ମାଧ୍ୟମରେ। ତେଣୁ ସେଟାକୁ ଚେଷ୍ଟା କରିବା କଥା ଟିକେ। ଯଦି ଆଜ୍ଞା ଛୋଟ ପିଲା ଆପଣଙ୍କ ଘରେ ଅଛନ୍ତି, ଆଉ ସେ ଦେଖିଲେ ବାପା ସକାଳୁ ଉଠୁଛନ୍ତି, ସକାଳୁ ଉଠିକରି ଯୋଗ ପ୍ରାଣାୟାମ କରୁଛନ୍ତି, ବ୍ୟାୟାମ କରୁଛନ୍ତି, ସେମାନଙ୍କର ବି ଇଚ୍ଛା ହେବ। ତେଣୁ ତାଙ୍କ ଆଗରେ ଆପଣ ଆଦର୍ଶ ହେଲେ ସେମାନେ ଯେତିକି ଗ୍ରହଣ କରିବେ, ତାଙ୍କୁ ଜବରଦସ୍ତି କଲେ ସେତିକି ସେ କାମ କରିବେନି। ପିଲା ଅର୍ଥ ମୁଁ ଏଇଆ କହୁଛି ଯେ ଜୁନିୟର ସବୁବେଳେ ଅନେଇଥିବ ସିନିୟର ବା ଗୁରୁଜନ ସେ କ'ଣ କଲେ। ଯଦି ସେ ଯାହା କରୁଛନ୍ତି ଆଖି ବୁଜିକି ଏମାନେ ସେୟା କରନ୍ତି ଅନେକ ସମୟରେ। ଆଉ ଯେତେବେଳେ ବଡ଼ ଟିକେ ଟିକେ ହେଇ ଯାଆନ୍ତି, ସେମାନେ ସବୁ ତାକୁ ବିଶ୍ଳେଷଣ କରନ୍ତି, କାହିଁକି ଏଟା କରିବି, ନ କଲେ କ'ଣ ହେଇଯିବ। ସେ ଷ୍ଟେଜକୁ ଯିବା ଆଗରୁ ଯଦି ଅଭ୍ୟାସରେ ଥରେ ପଡ଼ିଯାଏ, ତାହେଲେ ସେଇଟା ବହୁତ ଦିନ ପର୍ଯ୍ୟନ୍ତ ରହେ। ଗୋଟେ ପରିବାର ଯଦି ସେମିତି ଶୃଙ୍ଖଳିତ ହେଲା, ସେଇଠି ସାହିଟା ଶୃଙ୍ଖଳିତ ହେବ, ଗାଁଟା ହେବ, ଦେଶ ପର୍ଯ୍ୟନ୍ତ ଶୃଙ୍ଖଳିତ ଗୋଟେ ଜାତି ତିଆରି ହେବ। ଯାହା ହଉ ଡାକ୍ତର ପଣ୍ଡା, ଆଜି ଆପଣ ଆମ ଷ୍ଟୁଡ଼ିଓକୁ ଆସିଲେ, ଉତ୍ତମ ସ୍ୱାସ୍ଥ୍ୟର ରହସ୍ୟ ସମ୍ପର୍କରେ ଯେଉଁ ବହୁମୂଲ୍ୟ ପରାମର୍ଶ ଦେଲେ, ସେଥିପାଇଁ ଆପଣଙ୍କୁ ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର। ନମସ୍କାର। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ବିଦାୟ ଦିଅନ୍ତୁ। ନମସ୍କାର।